ବୋଉ ଆଜି ଏଇ ଫଟୋଗୁଡ଼ା ଆଣି ତୁମକୁ ଦେଖେଇବାକୁ କହିଥିଲେ। ଦେଖ ତ କିଏ ପସନ୍ଦ ହେଉଛି। ହଂସିକା ଉଠରେ ପିକା ହସ। ପ୍ରଗଳ୍ଭ କିନ୍ତୁ ସେଥିରେ ଯେମିତି ଆଗ୍ରହ ଦେଉନଥିଲା, ଖାଇ ଚାଲିଥାଏ। ସେମିତି ମାଛ କଣ୍ଟାକୁ ମନ ପ୍ରାଣ ନେଇ ବାଛୁଥାଏ। ସେମିତି କଞ୍ଚା ଆମ୍ବର ଛୋଟ ଖାଇଟାକାରା ଫୁଟଉଥାଏ। ହଂସିକା ପୁଣି ଥରେ କହିଲା, ବୋଉ ବିରକ୍ତି ହଉଛନ୍ତି। ଏଇ ଫଗୁଣରେ ସେ କାମଟା ସାରିଦେବେ କହୁଛନ୍ତି। ଦେଖ ଟିକେ। ଏଥର ପ୍ରଗଳ୍ଭ ଭାତ ଥାଳିରୁ ମୁଣ୍ଡ ଉଠେଇଲା ଆଉ କହିଲା, ବୋଉ ତ ପାଗଳ ହୋଇସାରିଲାଣି। ତା ସାଙ୍ଗରେ ତମେ ବି। ସ୍ୱାମୀକୁ କିଏ କ'ଣ ଖୁସିରେ ଭାଗ କରେ? ସ୍ୱାମୀର ବାହାଘର ପାଇଁ କିଏ କ'ଣ ଜୋର ଦିଏ? ତୁମ ମୁଣ୍ଡଟା ବି ଦିନକୁ ଦିନ ଗୋବର ହୋଇଗଲାଣି। ଏଥର ଚାପ କୋହ ସବୁ ବାହାରି ଆସିଲା ହଂସିକାର। କହିଲା, କ'ଣ ଆଉ କରିବି? ମୁଁ ତ ଏ ବଂଶ ରକ୍ଷା କରିପାରିଲି ନାହିଁ। ଏତେ ଡାକ୍ତର, ଔଷଧ, ତୁଟକା ତୁଟକି, ପୂଜା, ବ୍ରତ, ଉପବାସ କିଛି ତ ଲାଭ ହେଲା ନାହିଁ। ସେଥିପାଇଁ ବୋଉ ଜିଦ୍ ଧରିଛନ୍ତି, ତୁମକୁ ଆହୁତରେ ବାହା କରେଇଦେବି। ନହେଲେ ଏ ବଂଶ ରକ୍ଷା ହେବ କେମିତି? ବଂଶ 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 ପ୍ରଗଳ୍ଭ ଚିତ୍କାର କଲା। ସତରେ ଯେମିତି ପୁଅଟେ ନହେଲେ କୋଉ ବାଦଶାର ସିଂହାସନଟା ଖାଲି ପଡ଼ିଯିବ। ପୁଣି ନରମି ଗଲା ସେ ହଂସିକାର ସେଇ କାନ୍ଦୁରା ମୁହଁଟାକୁ ଦେଖି। ସେ ବିଚାରି ବି କ'ଣ କରିବ? ଦୁଇ ଆଡ଼ୁ ପେଶି ହୋଇଯାଇ ସେ ସନ୍ତୁଳି ହେଇଯାଉଛି। ନରମ ସ୍ୱରରେ କହିଲା, ବୋଉ ସିନା ଜାଣିନି ହଂସି, ତୁମେ କ'ଣ ଜାଣିନ? କାହାର ଅପାରଗତା ପାଇଁ ଏ ଘର ଅଗଣାକୁ ଆଜି ଯାଏଁ ଶୂନ୍ୟ ହୋଇ ରହିଛି। ସେଦିନ ପରା ଜ୍ୟୋତିଷ ତୁମ ଆଗରେ କହିକି ଗଲେ, ମୁଁ ବାପା ହେବା ପାଇଁ ଅକ୍ଷମ। ଗୋଟାଏ ଛାଡ଼ି କ'ଣ ଅନେଶତ ରାଣୀ ଆସିଲେ ବି ଏ ଅଗଣା କ'ଣ ଭର୍ତ୍ତି ହେବ? କିନ୍ତୁ ବୋଉଙ୍କୁ ଏ କଥା ବୁଝେଇବ କିଏ? ଗୋଟିଏ ଉପାୟ ଅଛି ହଂସି, ମାନିବ? ପ୍ରଗଳ୍ଭ କୋମଳ ସ୍ୱରରେ କହିଲା। ତୁମ କଥା କେବେ ନ ମାନିଛି କୁହ ତ? କିଛି ଗୋଟାଏ ସମାଧାନ ଆଶାରେ ହଂସିକାର ଉଜ୍ଜଳ ଚକ୍ଷୁ ଆହୁରି ଚକ୍ ଚକ୍ କରି ଉଠିଲା। ହଂସି, ତୁମେ ମା ହେବ। ଗର୍ଭ ଯନ୍ତ୍ରଣା ସହି ଆମ ସନ୍ତାନକୁ ଧରାକୁ ଆଣିବ। ଆଉ ମୁଁ ବି ବାପା ହେବି। ପ୍ରଗଳ୍ଭର ସ୍ୱର ଶୁଣି ହଂସିକା କ'ଣ କହିବ ବୁଝିପାରୁନଥିଲା। କିନ୍ତୁ କେମିତି? ହଂସିକା ଥର ଥର ହୋଇ ପଚାରିଲା। ମୋତେ ଭୁଲ ବୁଝନି ହଂସି। ଯଦି ଆମେ ଏ ରାସ୍ତା ନ ଧରିବା, ତେବେ ବୋଉ ନିଶ୍ଚୟ ମୋ ବାହାଘର ଆଉ କେଉଁଠି କରିଦେବ। କିଛି ବୁଝିବନି ସେ। ଆଉ ତୁମକୁ ଛାଡ଼ି ମୁଁ ବଞ୍ଚି ପାରିବିନି। ଯିଏ ଆସିବ ସେ ବା ତୁମକୁ ରଖିବ କାହିଁକି? ମୋ କଥା ମାନ ହଂସି। ପିଲାଟା ଗୋଟେ ବାହାନା, ଗୋଟିଏ ମାଧ୍ୟମ ମାତ୍ର। ଆମ ପାଇଁ ତୁମେ ମା ହୁଅ। ପ୍ରଗଳ୍ଭ ଅଝଟ ଆଉ ବିନତି ସ୍ୱରରେ କହିଲା। କିନ୍ତୁ କେମିତି? ଶୁଣ, ପିଲା ମୋର ନୁହେଁ କି ତୁମର ନୁହେଁ। ସେ ଈଶ୍ୱରଙ୍କ ସନ୍ତାନ। ତୁମେ ଆଉ କାହାରି ଔରସରୁ। ଆରେ କ'ଣ କହୁଛ ତମେ? ତମ ମୁଣ୍ଡଟା ଠିକ୍ ଅଛି ତ? ଏମିତି କେଉଁଠି ହୁଏ ନା କ'ଣ? ଆମ ଭିତରର ସମ୍ପର୍କ ଏଥିରେ ବଢ଼ିବ ନା ଛିଡ଼ିଯିବ? ହଂସିକା ବିବ୍ରତ ହୋଇ ପଚାରୁଥିଲା। ଶୁଣ, ମୁଁ କେବେ ବି ପଚାରିବି କାହା ରକ୍ତ ଏ ପିଲା ଦେହରେ ବହୁଛି, କି ୟାର କୈଫତ ବି ମାଗିବି ନାହିଁ। ଦୁନିଆ ଜାଣିବ ମୁଁ ତ ବାପା, ବାସ୍ ସେତିକି ଆମ ପାଇଁ ଯଥେଷ୍ଟ। କେବଳ ତୁମେ, କେବଳ ତା ମା ହିଁ ଜାଣିବ ସେ କାହାର ସନ୍ତାନ। ପ୍ରଗଳ୍ଭ ଅନ୍ୟମନସ୍କ ଅବଶ୍ୟ ହୋଇ ଯାଉଥିଲା। ଅସମ୍ଭବ। ସଂସାରର କେଉଁ ପୁରୁଷ ଏଯାଏଁ ଏତେ ଉଦାର ହେବାର ଦୃଷ୍ଟାନ୍ତ ନାହିଁ। ପୁଣି ମୁଁ କାହା ପାଖକୁ ଏମିତି ଏକ ଅସମ୍ଭବ ଭିକ୍ଷାଥାଳ ଧରି ଯିବି? ହଂସିକା କାନ୍ଦି ପକାଇଲା। ମୁଁ ସେ ଦୃଷ୍ଟାନ୍ତ ତିଆରି କରିବି। ତମେ ଯାହା କରୁଛ କର, ମୋର ପିଲାଟେ ଦରକାର। ଏତେ ଟଙ୍କା ନାହିଁ ଯେ ଆମେ ଡାକ୍ତରଙ୍କ ପାଖକୁ ଯିବା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା। ସେ ପୁଣି ସଫଳ ହେବ କି ବିଫଳ ହେବ କହିହେବନି। ପ୍ଲିଜ୍। ପ୍ରଗଳ୍ଭ ପୁଅ ପିଲାଟେ ହୋଇ ବି ଭୋ ଭୋ ହୋଇ କାନ୍ଦି ପକାଇଲା। ଆଉ ଏମିତି କିଛି ବର୍ଷ ବିତିଗଲା। ଦୋଳିରେ ଶୋଇଥିଲା 3 ଦିନର କୁଣିଆ। କ୍ଳାନ୍ତ ହଂସିକା ଆଖି ମୁଜି ଦେଇ ଶୋଇଥିଲା ସେଜ ଉପରେ। କ୍ଷୀରବାଲାର ଡାକରେ ପ୍ରଗଳ୍ଭ ବାହାରକୁ ଯାଇ କ୍ଷୀର ନେଇ ଆସିଲା। ସାଙ୍ଗେ ସାଙ୍ଗେ ଦୌଡ଼ିଲା ଦୋଳି ପାଖକୁ ନିରେଖେଇ ଦେଖିଲା। ଆରେ, ସେ କ୍ଷୀରବାଲାର ନାକ ସାଙ୍ଗେ ପୁଅର ନାକଟା ତ ପୁରା ମିଶି ଯାଉଛି ନା କ'ଣ? ପୁଅ ହେବା କଥା ଶୁଣି ସନ୍ଧ୍ୟାରେ ବ୍ରଜେଶ ଆସିଥିଲା ଫୁଲ ତୋଡ଼ାଟେ ଧରି। କଂଗ୍ରାଚୁଲେସନ୍ ପ୍ରଗଳ୍ଭ ଆଉ ହଂସିକା। ପିଲାଦିନର ସାଙ୍ଗ ସେ ତାର। ଭାରି ଅନ୍ତରଙ୍ଗ। ପିଲାଟେ ନାହିଁ ବୋଲି କେତେ ଥର ମନ ଦୁଃଖ କରିଛି ସେ ତା ଆଗରେ। ଏ ଘରକୁ ଅବାଧ ପ୍ରବେଶ ତାର। କହିଲା, ଆଜି ବଡ଼ ଚିନ୍ତାଟେ ଗଲାରେ। କେତେ ବ୍ୟସ୍ତ ହେଉଥିଲୁ କହ ତ? ତା କଥାଟା କେମିତି ଗୋଟାଏ ଲାଗିଲା ପ୍ରଗଳ୍ଭ। ଇଏ ଏମିତି କାହିଁକି କହୁଛି? ତାହେଲେ କ'ଣ କେତେବେଳେ ପ୍ରଗଳ୍ଭ ଅଫିସ ଆଉ ମନ୍ଦିର ଯାଇଥିଲା ବେଳେ ବୋଉ
ବ୍ରଜେଶ କ'ଣ ଆସିଥିଲା ଏ ଘରକୁ? ଆଉ ହଂସିକା? ଏମିତିରେ ମା ବାପା ଦି ଜଣଙ୍କ କେଶ ବେଶ ସିଧା, କିନ୍ତୁ ପୁଅ ମୁଣ୍ଡରେ କୁଞ୍ଚି କୁଞ୍ଚିଆ କେଶା ବୁଝାଏ ଭର୍ତ୍ତି। ବ୍ରଜେଶ ମୁଣ୍ଡରେ ତ ସମୁଦ୍ର ଲହଡ଼ି ଭଳି ଢେଉ ଢେଉକା କେଶର ସମ୍ଭାର। ତାହେଲେ କ'ଣ ହଂସିକା? ସେତେବେଳେ ପେପର ପେପର କହି ପେପରବାଲାଟା ଫିଙ୍ଗି ଦେଲା ଇଂରାଜୀ ଖବରକାଗଜ ବାଲକୋନିକୁ। ଏଇ ଲୋକଟି ତ 10 ବର୍ଷ ହେଲାଣି ପେପର ଦେଉଛି, ଅଥଚ ପ୍ରଗଳ୍ପ କେବେ ବି ଲକ୍ଷ୍ୟ କରିନଥିଲା ତାକୁ ଯେ ତା ବାଁ ଗୋଡ଼ଟା ନଜର ପଡ଼ିଲା ଭଳି ସାମାନ୍ୟ ଛୋଟା। ସିଏ ଆଜି ବି କାହିଁକି ନଜର କରିଥାନ୍ତା ଯଦି କାଲି ସନ୍ଧ୍ୟାବେଳେ ହଂସିକା କହିନଥାନ୍ତା, ଦେଖ ତ ପୁଅର ବାଁ ଗୋଡ଼ଟା କେମିତି ଗୋଟାଏ ଲାଗୁନି, ଟିକିଏ ବଙ୍କା। ତାହେଲେ କ'ଣ ଏ ପେପରବାଲା ତା ଅନୁପସ୍ଥିତିରେ କେତେବେଳେ ପଇସା ନେବାକୁ ଆସିଥିଲା ଘରକୁ? ଅମର ଦାସ LIC ଏଜେଣ୍ଟ ରବିବାର ସକାଳଟାରୁ ଆସି ବେଲ୍ ମାରିଲା। କବାଟ ଖୋଲୁ ଖୋଲୁ କହିଲା, 4 ଥର ଆସି ଫେରିଲେଣି ସାର୍, ଆଜି ଦେଇ ଦିଅନ୍ତେନି? ପ୍ରିମିୟମଟା ମୁଁ କାଲି ଡିପୋଜିଟ୍ କରିଦେବି, ନହେଲେ ଫାଇନ୍ ପଡ଼ିଯିବ। 4 ଥର? କେବେ? ହଂସିକା ଏକା ଘର ଥିଲାବେଳେ? ଓହୋ, ସେଥିପାଇଁ କାଲି ନିଦରେ ଶୋଇଥିବା ପୁଅଟା ଫିସ୍ କରି କଣେଇକି ହସିଦେଲା। ଆଉ ସେତେବେଳେ ହସଟା କାହିଁ କେଜାଣି ଭାରି ଚିହ୍ନା ଚିହ୍ନା ଲାଗିଲା। ଏବେ ଅମରକୁ ଦେଖିଲା ବେଳକୁ ଲାଗୁଛି, ଓହୋ, ୟାରି ହସଟା ତ ପୁରା ମିଶୁଛି ସେମିତି। ସେଇ ଯେ ଆରମ୍ଭ ଆଉ ସରିଲା ନାହିଁ। ଏମିତିରେ ହଂସିକା ମା ହେବାର ଖବର ଯେତେବେଳେ ଡକ୍ଟର ଚୌଧୁରୀ କହିଲେ, ସେହି ମୁହୂର୍ତ୍ତରେ ଯେତେ ପଚାରିବିନି ବୋଲି ପ୍ରତିଜ୍ଞା କରିଥିଲା ସେ, ତା ମନକୁ ପଶି ଆସୁଥିଲା ଗୋଟିଏ ପ୍ରଶ୍ନ, କିଏ କିଏ ପ୍ରକୃତରେ ବାପା ତାର? ଏବେ ଏବେ ଡାକ୍ତର ଚୌଧୁରୀଙ୍କ ପାଖରେ ସେ ବି ଚିକିତ୍ସିତ ହେଉଥିଲା, କିନ୍ତୁ ସହରର ପ୍ରସିଦ୍ଧ ଗାଇନିକୋଲୋଜିଷ୍ଟ ଡାକ୍ତରଙ୍କୁ ସେ କ'ଣ କେବେ ପଚାରି ପାରିଥାନ୍ତା ଏ ପିଲାର ବାପା କିଏ? ନା ହଂସିକା ବି ତାଙ୍କୁ କହିଥିବ ଏ କଥା? ତା ପରଠୁ ତା ବସ୍ ମିଷ୍ଟର ଦାସଙ୍କ ଓଠ ଭଳି ପୁଅର ଓଠ କେତେବେଳେ ମିଶିଗଲା ପରି ଦେଖାଗଲା। ତ ଚିମିନ ସଜାଡ଼ିବାକୁ ଆସୁଥିବା ମନୋଜର କାନତଳ ତିଳଟା କାହିଁକି ତାକୁ ଦେଖାଗଲା? କାହିଁକି ନା ପୁଅର କାନତଳ ତିଳଟା ଠିକ୍ ସେଇ ଜାଗାରେ ଥିଲା। ମାଳି ରଘୁଆର ହାତ ଆଙ୍ଗୁଠି ସହ ପୁଅର ଆଙ୍ଗୁଠି ମଧ୍ୟ ମିଶି ଯାଉଥିଲା ଭଳି ତାକୁ ଲାଗୁଥିଲା। ଆଉ ଟିଉସନ ସାରଙ୍କ ଭ୍ରୁଲତାଟା ପୁଅର ଭ୍ରୁଲତା ସଙ୍ଗେ ମଧ୍ୟ ମିଶୁଥିଲା। ତା ପୃଥିବୀଟି ସେଇଠି ଅଟକିଗଲା। ତାକୁ ଲାଗିଲା ବିଶ୍ୱ ବ୍ରହ୍ମାଣ୍ଡ ଘୁରୁଛି ତାର ଚତୁର୍ଦିଗରେ। କିଏ 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 ଏ ପ୍ରଶ୍ନ ଉତ୍ତରରୁ ଆସିଲା। ପବନ ମଧ୍ୟ ତାକୁ ପଚାରିଲା, ବର୍ଷା ପଚାରିଲା, ପତ୍ର ଅନୁସନ୍ଧାନ କଲା, ସାଙ୍ଗ ସାଥୀ ସାହି ପଡ଼ିଶା ସମସ୍ତେ ପଚାରିଲା ଭଳି ଲାଗୁଥିଲା। ସେ ବାହାରକୁ ବାହାରିବା ଭୟରେ ଆଉ ବାହାରିଲା ନାହିଁ। ଖାଲି ପୁଅକୁ ଚାହିଁଲା ଆଉ ହଂସିକା ସାଙ୍ଗରେ ଅଯଥାରେ ଝଗଡ଼ା କଲା। କଥା କଥା କେ ବାସନ ଫୋପାଡ଼ିଲା, ଅଫିସ ନ ଯାଇ ସ୍ତ୍ରୀକୁ ଜଗିଲା। ପ୍ରସିଦ୍ଧ ମନୋବିଜ୍ଞାନୀ ଡକ୍ଟର ଶତ୍ରୁଜିତଙ୍କ ଚେମ୍ବରରେ ମୁଣ୍ଡ ପିଟି ବସିଥିଲା ହଂସିକା। ସବୁ ଶୁଣି ଡକ୍ଟର ଶତ୍ରୁଜିତ କହିଲେ, ଲିଡିଂ ଟୁ ଶ୍ରିଜୋଫେନିଆ। ପୁରୁଷର ଅହଂ ତାକୁ ସନ୍ଦେହ କରିବାକୁ ବାଧ୍ୟ କରୁଛି। ସେତେବେଳର ସମସ୍ୟାର ସମାଧାନ ରାସ୍ତା ଏଇଟା ବୋଲି ହୁଏତ ସେ ଭାବିଥାଇ ପାରନ୍ତି, କିନ୍ତୁ ସେଠୁ ପୁଣି ଯେଉଁ ସମସ୍ୟା ମୁଣ୍ଡ ଟେକିବ। ଏନିୱେ, ଆପଣ ତାଙ୍କୁ କହିଦିଅନ୍ତୁ ଏ ପୁଅ କାହାର, ଅନ୍ତତଃ ଅନ୍ଧ ଭାବରେ ବାଡ଼ି ବୁଲେଇବା ତ ସେ ବନ୍ଦ କରିଦେବେ। ପ୍ରଗଳ୍ପ ବସିଥିଲା, ତାକୁ ବୋଧେ କିଛି ଶୁଣାଯାଉନଥିଲା। କାହିଁକି କହିବି ଡକ୍ଟର, ମୋ ସନ୍ତାନର ବାପା ହେଉଛନ୍ତି ସେ। ପ୍ରଗଳ୍ପକୁ ଅନେଇଲା, ତାକୁ ଗାଢ଼ ଆଖିରେ, ଇଏ ମୋ ସ୍ୱାମୀ। ପ୍ରଗଳ୍ପ ଉଠି ଠିଆ ହୋଇପଡ଼ିଲା। ନୋ 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 ନୋ, ଡୋଣ୍ଟ ଟେଲ୍ ଲାଏ, ଆଇ ଏମ୍ ନଟ୍ କେପାବୁଲ୍। ଚାହିଁବ ଯଦି DNA ଟେଷ୍ଟ କରିପାରିବ ପ୍ରଗଳ୍ପ। ସାମାନ୍ୟ ଦୋଷ ଥିଲା ତୁମର, ହେଲେ ଡକ୍ଟର ଚୌଧୁରୀଙ୍କ ଔଷଧରେ ତୁମେ ଠିକ୍ ହୋଇଗଲା। ଆଉ ତାପରେ? ଏତେ ପରେ ହଂସିକା ଗାଲରେ ଲାଲ ଫଲ୍କୁ। ମୋତେ କାହିଁକି କହିନଥିଲ? ପ୍ରଗଳ୍ପର ସ୍ୱର ତଥାପି କମ୍ପିତ। ସେ ପ୍ରଶ୍ନ ମୋ ମନକୁ ଆସିନଥିଲା। ତୁମେ ସିନା କହିଦେଲ, କିନ୍ତୁ ସନ୍ତାନ କାମନା କରି ଆଉ କାହାର ଶଯ୍ୟା ସଙ୍ଗିନୀ ମୁଁ ହୋଇଥିବି ଏକଥା ତମେ ବିଶ୍ୱାସ କରୁଥିବ ବୋଲି ମୁଁ କେବେ ଭାବିନଥିଲି। ପ୍ରଗଳ୍ପ, ମନେ ରଖ, ନାରୀ ନରମ କୋମଳ, କିନ୍ତୁ କାଠ କଣ୍ଢେଇ ନୁହେଁ। ତାଙ୍କୁ ନିଜ ଇସାରାରେ ନଚାଇବାକୁ ଚେଷ୍ଟା କରନା। କହିବା ବହୁତ ସହଜ ପ୍ରକଳ୍ପ, କିନ୍ତୁ ମୁଁ ଜାଣିନଥିଲି ମୁଁ ଆଉ କାହା ପାଖକୁ ଯିବା ତୁମେ କେବେ ସହିବନି। ଏକା ତୁମେ ନୁହେଁ, ମୁଁ ଯାଇଥାନ୍ତି ବା କେମିତି? କଥାଟା କହିଦେବା ସହଜ, କିନ୍ତୁ କରିବା ବେଳେ ବେଳେ ଅସମ୍ଭବ ହୋଇଯାଏ। କୌଣସି ସ୍ତ୍ରୀ ବା ସ୍ୱାମୀ ଏକଥା ସହିପାରିବେ ନାହିଁ। ଏଣୁ ପ୍ରସ୍ତାବଟେ ଦେବା ଆଗରୁ 100 ଥର ଭାବି ଶିଖ। ସେ ହାତ ଯୋଡ଼ିଲା ଡାକ୍ତରଙ୍କ ଉଦ୍ଦେଶ୍ୟରେ। ପ୍ରଗଳ୍ପ ବୁଝିପାରୁନଥିଲା ତା ଆଗରେ ଲମ୍ବିଥିବା ରାସ୍ତା କୋଉଠି ସରିବ।